ବିଜେଡି ଗୋଡ଼ରେ ଧସେଇ ପଶିଲାଣି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶହ ଶହ ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀମାନେ ବିଜେପି ଦଳରେ ସାମିଲ ହୋଇଛନ୍ତି। କଣ୍ଟାବାଳ ନିର୍ବାଚନ ମଣ୍ଡଳୀର ପଲସାଗରାଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ବିଜେଡିର ଶତାଧିକ ଅସନ୍ତୁଷ୍ଟ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଅନ୍ୟପଟେ ଆଜିର ଏହି କାର୍ଯ୍ୟକ୍ରମ ବିଜେଡିର ଚିନ୍ତା ବଢ଼ାଇ ଦେଇଛି। କଣ୍ଟାମାଳର ବିଧାୟକ ଥିବା ମହେଶ ରଣାଙ୍କ ମନମାନି କାର୍ଯ୍ୟ ସହ ସରକାରୀ ଯୋଜନାରେ ଅର୍ଥ ଲୁଟ୍ ଓ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ନେତୃତ୍ୱରେ ଅନେକ ସ୍ଥାନରେ ପରିବର୍ତ୍ତନ ସମାବେଶ ହୋଇଆସୁଥିଲା। ରାଜ୍ୟର ବିଜେଡି ମୁଖିଆ କର୍ମୀଙ୍କ ଅଭିଯୋଗକୁ ଅଣଦେଖା କରି ପୁଣି ଥରେ କଣ୍ଟାମାଳରୁ ମହେଶ ରଣାଙ୍କୁ ବିଜେଡି ଟିକେଟ୍ ଦେବାରୁ ଅସନ୍ତୁଷ୍ଟ ନେତାମାନେ ସମୂହ ବିଜେଡିରୁ ଇସ୍ତଫା ଦେଇ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା କହ୍ନେଇଚରଣ ଡାଙ୍ଗଙ୍କୁ ସମର୍ଥନ ଜଣାଇ ବିଧିବଦ୍ଧ ଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଶତାଧିକ ନେତା ଓ କର୍ମୀ। ଶ୍ରୀ ପ୍ରଧାନ ଓଡ଼ିଶାରେ ଗୁମସ୍ତା ସରକାର ନୁହେଁ, ମୋଦିଙ୍କ ଗ୍ୟାରେଣ୍ଟି ଓ ଡବଲ ଇଞ୍ଜିନ୍ ସରକାର କରିବା ପାଇଁ ବିଧାୟକ ଭାବରେ କହ୍ନେଇଚରଣ ଡାଙ୍ଗ ଓ ସାଂସଦ ଭାବରେ ସୁକାନ୍ତ ପାଣିଗ୍ରାହୀଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏ ମିଶ୍ରଣ ପର୍ବରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, କିଶୋର ମେହେର, টিঙ্কু ত্রিপাঠী, কেদার সাহু, সত্য মাঝি, অলকা প্রধান, শান্তনু থাটি সহ অনেক জনপ্রতিনিধি ও তাঙ্ক সমর্থক সামিল হয়েছিলেন। এই মিশ্ରଣ পর্ব পরে বিজেপি প্রার্থী কহ্ନେଇଚରଣ ଡାଙ୍ଗଙ୍କ ପତିଆରା ବଢ଼ିଥିବା ବେଳେ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଲାଣି। गरीब दुखी कथा को बुझुवा जने टाणुआ नेता ओडिशा रे डबल इंजिन सरकार बने कि नरेंद्र मोदी अनुसार सरकार करले विकास।